आमे आपणको सत्यर खबर देखाउछु आ देखाइबे मध्य आपणकर खबर उपरे आम एम न्यूज रो 24 घंटा नजर रही एवं रहिबा मध्य। ମୁଁ ବି ତ ଶୁଣୁଥିଲି ଏଭଳି ଭାବରେ କିଛି ଅଭିଯୋଗ ଆସୁଛି ଏରିଆରୁ ପ୍ରତାପରୁଦ୍ରପୁରରୁ କାକରୁଦ୍ରପୁରରୁ ବିଭିନ୍ନ ଜାଗାରୁ ସସ୍ମିତା ପାଣିଗ୍ରାହୀ ବୋଲି ଜଣେ ମହିଳା କିଏ ଅଛନ୍ତି, ସେ ମହିଳା ସମିତି କରି ସେଥିରୁ ବି ଟଙ୍କା କିଛି ଆଦାୟ କରି କରିକରି ସେ ମହିଳାମାନଙ୍କ ଭିତରେ ଅସନ୍ତୋଷ ତାଙ୍କୁ ନେଇ ଫେର ଯେଉଁ ଗ୍ୟାସ୍ ଚୁଲା ଯୋଗାଇ ଦେବି କହିକି ପୁଣି 200 ଟଙ୍କା ଲେଖା ଆଦାୟ କରିଛନ୍ତି ଏବଂ ସେଥିରେ ବି ଝାମେଲା ଦେଖା ଦେଇଛି। ତ ଏ ମହିଳା କିଏ, ଆକ୍ଚୁଆଲି ତାଙ୍କର ଅସଲ ପରିଚୟ କ'ଣ, ସେ ତାଙ୍କର ନିଜ ଘର ବି କେଉଁଠି, ଏସବୁ ଜାଣିବା ପାଇଁ ନିହାତି ଦରକାର। ଏହା ଲୋକଙ୍କ ଆଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁକରି ମୁଁ ଭାବୁଛି ଏହା ଉପରେ ମୁଁ ଲେଖିବି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏବଂ ତା ସହିତ ତଦନ୍ତକାରୀ ବିଭାଗକୁ ଲେଖାଯିବ ଯେ ସେମାନେ ତଦନ୍ତ କରନ୍ତୁ ଏବଂ ଲୋକଙ୍କର ମତାମତ ନିଅନ୍ତୁ, ଲୋକମାନେ କ'ଣ କହୁଛନ୍ତି ଏବଂ ଯଦି ଏଭଳି କିଛି ସମସ୍ୟା ଦେଖାଦିଏ ବା ଏଭଳି ସାଂଘାତିକ ଅଭିଯୋଗ ତାଙ୍କ ବିରୁଦ୍ଧରେ ଆସେ ତାହେଲେ ତୁରନ୍ତ ତାଙ୍କ ବିରୁଦ୍ଧରେ ନିହାତି କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ଅଛି। କାରଣ ଏଠି ଆମ ସରକାର ମୋହନ ମାଝୀ ସରକାରରେ ଯଦି କେହି ବି ଦୁର୍ନୀତି କରନ୍ତି ସେମାନେ ହୁସିଆର ହେଇଯିବା ଦରକାର। କାରଣ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏ କରପସନ୍ ଉପରେ ଜିରୋ ଟଲାରେନ୍ସ, ସେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସାଧାରଣ ଲୋକଙ୍କୁ ଅସୁବିଧାରେ କେବେ ସେ ପକାଇବେ ନାହିଁ। ସାଧାରଣ ଲୋକ ଅସୁବିଧାକୁ ନିଶ୍ଚିତ ଦୂର କରିବ ଏବଂ ସାଧାରଣ ଲୋକମାନଙ୍କୁ ଯେ ଠକିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ କରିବେ ଆମ ସରକାର, ବିଜେପି ସରକାର। ବହୁତ ଲୋକ ଅଛନ୍ତି ସମାଜରେ ଯେଉଁମାନେ ଶୋଷଣ କରିବା ପାଇଁ ବିଭିନ୍ନ ବାଟ ବାହାର କରନ୍ତି, ଲୋକଙ୍କୁ ଠକିବା ପାଇଁ ବାଟ ବାହାର କରନ୍ତି। ସାଧାରଣ ଲୋକମାନେ, ନିରୀହ ଲୋକ, ସରଳ ଲୋକ, ସେମାନେ ତାଙ୍କର ଶିକାର ହେଇଯାଆନ୍ତି। ତେଣୁକରି ଆମକୁ ଦେଖିବାକୁ ପଡ଼ିବ ଅଭିଯୋଗ ଆସିଲା ପରେ ଏହା ସତ କେତେ ଏବଂ ଦେଖି ସାରିଲା ପରେ ତାପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ପଦକ୍ଷେପ ନେବା।